ଶୀତ ପଡିଛି ଏତିକି କଡା ସବୁ ମାଜିବାକୁ ପଡିବ। ରାତିରେ 2ଟା କେକ୍ ବିକ୍ରି କରିଦେଲୁ ଖାଲି 2 ପାଉଣ୍ଡ। ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି। ସକାଳ ସକାଳ ମୁଁ ତମକୁ ପଚାରୁଛି ତମେ ସବୁ କେମିତି ଅଛ, ଭଲରେ ଅଛ ନା? ଜଲ୍ଦି ଜଲ୍ଦି ଯାଇକି କମେଣ୍ଟରେ ଜଣେଇ ଦିଅ। ଖାଇଥିଲେ ସେ ପଳେଇ ଗଲାଣି। ଆଉ ଗୋଟେ କଥା ତମକୁ କହିବି, ମୁଁ ଯୋଉ ଗୋଟେ ଜାଗାରେ ଡେଲି ବ୍ଲଗ କରୁଛି ତମକୁ କଣ ଭଲ ଲାଗୁଛି ନା? ଯଦି ଭଲ ନ ଲାଗୁଛି ମତେ କହିବେ। ମତେ ବି ଇଚ୍ଛା ନାହିଁ ଏଇ ଗୋଟେ ଜାଗାରେ ରହିତେ। ବୁଲି ବୁଲି ନୂଆ ନୂଆ କଣ୍ଟେଣ୍ଟ ଆଣିବାକୁ ବହୁତ ଇଚ୍ଛା ଅଛି, ତଥାପି କୋଉଠିକି ଯାଇପାରୁନି। ମୁଁ ଆଗକୁ କଣ କରିବି କିଛି ବି ଜାଣିପାରୁନି। ତମେ ଯଦି ଭଲ କିନା ସପୋର୍ଟ କରିବ ତାହେଲେ ମସ୍ତ ମସ୍ତ କଣ୍ଟେଣ୍ଟ ଆଣିବା। ଦୋକାନକୁ କଷ୍ଟମର ଆସିଲା ତେଲ ଦେଲି, ସେ ପୁଣି ବାକିରେ ଏମିତି ଲୋକଙ୍କୁ ଦିଏନି ଯେମିତି ତେଲ ଦେଇ ଦେଇଛି ନେଇକି ପଳେଇ ଗଲା। କାହାକୁ ପାନ ଆଉ କାହାକୁ ସଫଳ, ଏଇର ମୁଁ ଦିନ ସାରା ବସିକି ବେପାର କରିଲି। ଦେଖିତେ ଦେଖିତେ ଟାଇମ ଆସିକି 12:30 ବାଜିଗଲାଣି। ଏଠି ଶିବା ଦୋକାନ ବନ୍ଦ କରୁଛି, ଏକିଟିଆ ସବୁ ସାଇଡ କରିକି ବନ୍ଦ କରିବ। ମୁଁ ଦୋକାନ ବନ୍ଦ କରି ଘରକୁ ପଳେଇ ଆସିଲି। ଭଲ କିନା ଦବେ ଦେଖି ବେଳତକ ଆସି ପୁଣି ଦୋକାନ ଖୋଲିଲି। ଏ ଶୋଇଥିଲା ଉଠିକି ଆସିକି ବସିଛି ଦୋକାନ ଆଗରେ। ଝାଡୁ ମାରିଦେଲେ ଭାଇ ଯାଇକି କାଲି କେକ୍ ନେଇକି ଆସିଥିଲେ। ଆଜି ଗୋଟେ 2 ପାଉଣ୍ଡ କେକ୍ ଅର୍ଡର ଅଛି, ବେଳ ତାକୁ ନବା କଥା ଆସିକି ନେବେ। ଏ ପଳେଇ ଆସିଲା ମୋ କତିକି ବସିଦେ, ମୁଁ ଫୋନ ଚଲେଇବି ବସିକି ଦେଖିବ। ରାତିରେ 2 ଜଣ ଆସିକି କେକ୍ ନେଇକି ଗଲେଣି। ମୁଁ ପଳେଇ ଆସିଲି ହୋଟେଲ କୁ। ଅଡକା ଯେତିକି ପଡିଛି ସବୁ ମାଜିବି। ଆଜିର ବ୍ଲଗ ଏଇ ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗ ରେ।